ଆରେ ଭାଇ ଏ ଗାଁରେ କିଛି ହବନି। ମୁଁ ଭାବୁଛି ବାହାରକୁ ଯିବି, ବଡ କମ୍ପାନୀରେ କାମ କରିବି। ସତ କଥା ଭାଇ, ଏଠି କିଛି କରିବାକୁ ହେଲେ ନା ପ୍ରଥମେ ପଇସା ଦରକାର। ପଇସା ନାହିଁ ତ କିଛି ନାହିଁ। ଆରେ ଭାଇ, କାଲି କୋରିଅରରୁ ଆଇଲା ବେଳେ ମତେ ଗୋଟେ କାମ ମିଳିଲା। ମୁଁ ସେ କାମ କରି ମୋ ଷ୍ଟାଟସ କମିଯିବନି? କଣ ଭାଇ ମାନେ ଆଜି ବି ସେଇ ବଡ ସ୍ୱପ୍ନର ଚଢାଗପ ଚାଲିଛି? ତୁ ଏ ଛୋଟ କାମ କରି କଣ କରିବୁ? ତୋର କଣ କିଛି ବଡ ସ୍ୱପ୍ନ ନାହିଁ? ତୁ ସବୁବେଳେ ମୂଲିଆ କାମ କଲୁ। ଗୋଟେ କଥା ମନେ ରଖ ଭାଇ, ସିଡିର ଉପର ପାହାଚରେ ପାଦ ଦେବାକୁ ହେଲେ ପ୍ରଥମେ ତଳ ପାହାଚରେ ପାଦ ଦେବାକୁ ପଡିବ। ଯିଏ ନିଜ ଗାଁ ମାଟିରେ ସୁନା ଫଳେଇ ପାରେ ନାହିଁ, ସେ ଦୁନିଆର କୌଣସି କୋଣକୁ ଗଲେ ବି ସଫଳ ହୋଇପାରିବ ନାହିଁ। ବଡ ସହରକୁ ଯାଇ ବଡ କାମ କରିବା ଭଲ କଥା, କିନ୍ତୁ ଗାଁରେ ବସି ସମୟ ନଷ୍ଟ କରିବା ତମର ସମସ୍ତଙ୍କର ବୋକାମି। ତୁ କହୁଛି ନା ଛୋଟ କାମ ସମାନ ନାହିଁ ରେ। କାମ କେବେ ଛୋଟ ବଡ ନଥାଏ, ଆମ ଚିନ୍ତାଧାରା ତାକୁ ଛୋଟ ବଡ କରାଏ। ଭାଇ ମାନେ ମୋ କଥା ମାନ, ଅପେକ୍ଷା କର ନାହିଁ, ଯାହା ଅଛି ସେଉଠୁ ଆରମ୍ଭ କର। କୌଣସି କାମ ଛୋଟ କି ବଡ଼ ହୋଇନଥାଏ, ମଣିଷର ଚିନ୍ତାଧାରା ତାକୁ ଛୋଟ ଓ ବଡ଼ କରିଦିଏ।